ସ୍ପେଶାଲ ଓଟିଇଟି 2025 ପେପର 1 ଏନଭାରମେଣ୍ଟାଲ ସାଇନ୍ସ ବା ଇଭିଏସ୍ର ସମସ୍ତ 30ଟି ଯାକ କୋଶ୍ଚିନ୍ ଏବଂ ତାର ଆନ୍ସରକୁ ଆସନ୍ତୁ ଦେଖିବା। ଆପଣମାନେ ଏହି ଆନ୍ସର ଦେଖି ନିଜର ଆନ୍ସର ସହିତ ଏହାକୁ ମିଳାଇ କେତେ ସ୍କୋର କରୁଛନ୍ତି ତାହା ମଧ୍ୟ ଆପଣ ଜାଣିପାରିବେ। ଆବଶ୍ୟକ ପଡ଼ିଲେ କମେଣ୍ଟ ବକ୍ସରେ ଆପଣ ମଧ୍ୟ ଜଣାନ୍ତୁ ଆପଣଙ୍କର ସ୍କୋର କେତେ ହେଉଛି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଅନ୍ୟ ସମସ୍ତ ବିଷୟ ଡେସ୍କ୍ରିପସନ୍ ବକ୍ସର ଲିଙ୍କରେ ଅଛି। ଯଦି ଚାହିଁବେ ଆପଣ ସେହି ଲିଙ୍କକୁ କ୍ଲିକ୍ କରି ଅନ୍ୟ ବିଷୟ ମଧ୍ୟ ଦେଖିପାରିବେ। ଏନଭାରମେଣ୍ଟାଲ ସାଇନ୍ସ ବା ପରିବେଶ ବିଜ୍ଞାନ। କ୍ୱେଶ୍ଚିନ୍ ନମ୍ବର 121। ଏକ ଆଲୋକ ବର୍ଷ ହେଉଛି ଅପସନ୍ ଏ ଦେଇଛି 9.46 ଇଣ୍ଟୁ 10⁻12 କିଲୋମିଟର, ବିରେ 9.46 ଇଣ୍ଟୁ 10⁻10 କିଲୋମିଟର, ଅପସନ୍ ସିରେ 9.46 ଇଣ୍ଟୁ 10⁸ କିଲୋମିଟର, ଅପସନ୍ ଡି 9.46 ଇଣ୍ଟୁ 10⁻11 କିଲୋମିଟର। ଏହାର କରେକ୍ଟ ଆନ୍ସର ଅପସନ୍ ଏ 9.46 ଇଣ୍ଟୁ 10⁻12 କିଲୋମିଟର। କ୍ୱେଶ୍ଚିନ୍ ନମ୍ବର 2। କେଉଁ ଦେଶ ପ୍ରଥମ କୃତ୍ରିମ ଉପଗ୍ରହ ପ୍ରେରଣ କରିଥିଲା? ଅପସନ୍ ଏ ରେ ଯୁକ୍ତରାଷ୍ଟ୍ର ଆମେରିକା, ବିରେ ଭାରତ, ସିରେ ଜାପାନ, ଡିରେ ସୋଭିଏତ ରୁଷ। ଏହାର କରେକ୍ଟ ଆନ୍ସର ଅପସନ୍ ଡି ସୋଭିଏତ ରୁଷ। କ୍ୱେଶ୍ଚିନ୍ ନମ୍ବର 3। ବୈଜ୍ଞାନିକ ସତ୍ୟର ଅନୁସନ୍ଧାନ ପାଇଁ କେଉଁ କେଉଁ ପଦ୍ଧତି ବ୍ୟବହାର କରାଯାଏ? ଅପସନ୍ ଏ ଅନୁମାନ, ଅପସନ୍ ବି ଚିନ୍ତନ, ଅପସନ୍ ସି ବିଶ୍ଳେଷଣ, ଅପସନ୍ ଡି ଆଲୋଚନା। ଏହାର କରେକ୍ଟ ଆନ୍ସର ଆସିବ ଅପସନ୍ ସି ବିଶ୍ଳେଷଣ। କ୍ୱେଶ୍ଚିନ୍ ନମ୍ବର 4। ବୈଜ୍ଞାନିକ ମନୋଭାବ ସମ୍ପନ୍ନ ବ୍ୟକ୍ତି ଅପସନ୍ ଏ ରେ ସବୁ କଥାକୁ ବିଶ୍ଳେଷଣ କରେ, ବିରେ ସବୁ କଥାକୁ ସହଜରେ ଗ୍ରହଣ କରିନିଏ, ସିରେ କାହା କଥା ନ ଶୁଣି ଯୁକ୍ତିତର୍କ କରେ, ଡିରେ ନିଜ କଥାର ଗୁରୁତ୍ୱ ବଢ଼ାଇବାକୁ ଚେଷ୍ଟା କରେ। ଏହାର କରେକ୍ଟ ଆନ୍ସର ଅପସନ୍ ଏ ସବୁ କଥାକୁ ବିଶ୍ଳେଷଣ କରେ। କ୍ୱେଶ୍ଚିନ୍ ନମ୍ବର 5। ଭୌତିକ ପରିବେଶର ଉଦାହରଣ ହେଉଛି ଅପସନ୍ ଏ ଚିକିତ୍ସାଳୟ, ଅପସନ୍ ବି ବିଦ୍ୟାଳୟ, ଅପସନ୍ ସି କାର୍, ଅପସନ୍ ଡି ନଦୀ। ଯେହେତୁ ଏଠି ଭୌତିକ ପରିବେଶ ଦେଇଛି ତେଣୁ କରେକ୍ଟ ଆନ୍ସର ହେବ ଅପସନ୍ ଡି ନଦୀ। କ୍ୱେଶ୍ଚିନ୍ ନମ୍ବର 6। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? ଏହାର ଅପସନ୍ରେ ଅଛି ଏ ପରିବେଶ ସନ୍ତୁଳନର ନିୟମ ଜାଣିବା, ବିରେ ଅଛି ପରିବେଶ ପ୍ରଦୂଷଣ କରିବା, ସିରେ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ଡିରେ ପରିବେଶ ସଂରକ୍ଷଣ କରିବା। ସେ କହିଛି ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ, ତେଣୁ ନୁହେଁ ହେଲେ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି ପରିବେଶ ପ୍ରଦୂଷଣ କରିବା। କ୍ୱେଶ୍ଚିନ୍ ନମ୍ବର 7। ଭାରତର ସର୍ବୋଚ୍ଚ ଶୃଙ୍ଗର ନାମ କ'ଣ? ଅପସନ୍ ଏ ରେ ରହିଛି କାଞ୍ଚନଜଙ୍ଗା, ବିରେ K2, ସିରେ ନନ୍ଦାଦେବୀ, ଡିରେ ମାଉଣ୍ଟ ଏଭରେଷ୍ଟ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି K2। କ୍ୱେଶ୍ଚିନ୍ ନମ୍ବର 8। ରକ୍ତର କେଉଁ ଅଂଶ ରୋଗ ସୃଷ୍ଟିକାରୀ ବାହ୍ୟକାରକ ମାନଙ୍କ ଠାରୁ ରକ୍ଷା କରେ? ଅପସନ୍ ଏ ରହିଛି ଲୋହିତ ରକ୍ତକଣିକା ବା ରେଡ୍ ବ୍ଲଡ୍ ସେଲ୍, ଅପସନ୍ ବିରେ ରହିଛି ଶ୍ୱେତ ରକ୍ତକଣିକା ବା WBC ହ୍ୱାଇଟ୍ ବ୍ଲଡ୍ ସେଲ୍, ଅପସନ୍ ସିରେ ଅଣୁଚକ୍ରିକା, ଅପସନ୍ ଡିରେ ପ୍ରଲସି। ଏହାର କରେକ୍ଟ ଆନ୍ସର ଶ୍ୱେତ ରକ୍ତକଣିକା ବା ହ୍ୱାଇଟ୍ ବ୍ଲଡ୍ ସେଲ୍, ଅପସନ୍ ବି ଏହାର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 9। ମଣିଷର କାନକୁ କେଉଁ କମ୍ପନ ବିଶିଷ୍ଟ ଧ୍ୱନି ଶୁଣାଯାଇପାରେ? ଏହାର କରେକ୍ଟ ଆନ୍ସର ଅପସନ୍ ସି 20 ହର୍ସ ଟୁ 2000 ହର୍ସ। କ୍ୱେଶ୍ଚିନ୍ ନମ୍ବର 10। ଭାରତର କେଉଁ ରାଜ୍ୟ ବକ୍ସାଇଟ୍ ଉତ୍ପାଦନରେ ପ୍ରଥମ ଅଟେ? ଅପସନ୍ ଏ ବିହାର, ଅପସନ୍ ବି ଉତ୍ତରପ୍ରଦେଶ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମଧ୍ୟପ୍ରଦେଶ। ଏହାର କରେକ୍ଟ ଆନ୍ସର ଅପସନ୍ ସି ଓଡ଼ିଶା। କ୍ୱେଶ୍ଚିନ୍ ନମ୍ବର 11। ପରିବେଶ ଅଧ୍ୟୟନର ଉଦ୍ଦେଶ୍ୟ ହେଲା ଅପସନ୍ ଏ ପରିବେଶର ଯତ୍ନ, ବି ଧାରଣୀୟ ବିକାଶ, ସି ପରିବେଶ ପ୍ରତି ସଚେତନତା, ଡି ଉପରୋକ୍ତ ସମସ୍ତ। ତେଣୁ ଏଥିରେ ଆମେ ଜାଣୁଛେ ଯେ ଏ ବି ସି ତିନିଟା ଯାକ ଠିକ୍ ଅଛି, ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 12। ଐତିହାସିକ ଘଟଣା ଗୁଡ଼ିକୁ ସହଜରେ ମନେ ରଖିବା ପାଇଁ ସମରେଖା ବ୍ୟବହାର କରାଯାଏ ଅପସନ୍ ଏ ରେ, ବିରେ ଅଛି କ୍ରମ ଅନୁସାରେ ମନେ ରଖାଯାଏ, ସିରେ ଅଛି ଉଭୟ ଏ ଓ ବି, ଡିରେ ଉପରୋକ୍ତ କୌଣସି ନୁହେଁ। ତେଣୁ ଏହାର କରେକ୍ଟ ଆନ୍ସର ହେବ ସମୟରେଖାର ବ୍ୟବହାର କରାଯାଏ ଓ କ୍ରମ ଅନୁସାରେ ମନେ ରଖାଯାଏ। ତେଣୁ ଅପସନ୍ ସି ଉଭୟ ଏ ଓ ବି। କରେକ୍ଟ ଆନ୍ସର ହେଲା ଅପସନ୍ ସି। କ୍ୱେଶ୍ଚିନ୍ ନମ୍ବର 13। ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତି କେଉଁ ତଥ୍ୟ ଉପରେ ଆଧାରିତ? ଅପସନ୍ ଏ ରେ ଅଛି ଭୟଶୂନ୍ୟ ଆନନ୍ଦଦାୟକ ଶିକ୍ଷଣ ପରିବେଶ, ଅପସନ୍ ବି ଅଛି ଶିକ୍ଷକଙ୍କ ଦ୍ୱାରା ପ୍ରଦର୍ଶନ, ଅପସନ୍ ସି ଶିକ୍ଷାର୍ଥୀଙ୍କ ରୁଚି ଅଭିଜ୍ଞତା ଓ ଶିକ୍ଷଣ ବେଗ, ଅପସନ୍ ଡିରେ ଅଛି ଉଭୟ ଏ ଓ ସି।
ତେଣୁ ଉଭୟ ଏ ଓ ସି ଦୁଇଟାକ କରେକ୍ଟ ଅଛି। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି। କ୍ୱେଶ୍ଚିନ୍ ନମ୍ବର 14, ପରିବେଶ ଅଧ୍ୟୟନକୁ କାହିଁକି ପ୍ରାଥମିକ ସ୍ତରରେ ସମନ୍ୱିତ କରାଯାଇଛି? ଅପସନ୍ ଏ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ, ଅପସନ୍ ବି ପରିବେଶ ବିଷୟରେ ଉପଯୁକ୍ତ ଜ୍ଞାନ ଲାଭ କରିବା ପାଇଁ, ଅପସନ୍ ସି ଅଭିଜ୍ଞତା ବିଶ୍ଳେଷଣ ଦ୍ୱାରା ପରିବେଶର ସାମଗ୍ରିକ ଶିକ୍ଷା ଲାଭ କରିବା ପାଇଁ, ଅପସନ୍ ଡି ପରିବେଶ ପ୍ରତି ଯତ୍ନବାନ ହେବା। ଏହାର କରେକ୍ଟ ଆନ୍ସର ଅପସନ୍ ବି ଏବଂ ସି ଦୁଇଟାକ ଯାହା ହାତରୁ ଗୋଟେ ମାରିଲେ ମଧ୍ୟ ଆପଣଙ୍କର ଠିକ୍ ହେଇଥିବ। କ୍ୱେଶ୍ଚିନ୍ ନମ୍ବର 15, ପରିବେଶ ସନ୍ତୁଳନ ନଷ୍ଟ କରିବାରେ କାହାର ଭୂମିକା ରହିଛି? ନମ୍ବର 1 ଜନସଚେତନତା ବୃଦ୍ଧି, ଅପସନ୍ ବି ବୃକ୍ଷରୋପଣ, ଅପସନ୍ ସି ପ୍ରାକୃତିକ ସମ୍ପଦର ସଦୁପଯୋଗ, ଅପସନ୍ ଡି କଳକାରଖାନା ସ୍ଥାପନ। ଏହାର କରେକ୍ଟ ଆନ୍ସର ଆସିବ ଅପସନ୍ ଡି କଳକାରଖାନା ସ୍ଥାପନ, ଅପସନ୍ ଡି। କ୍ୱେଶ୍ଚିନ୍ ନମ୍ବର 16, ଗୋଟିଏ ମୋଟର ଗାଡ଼ି 30 ମିଟର ପର ସେକେଣ୍ଡ ବେଗରେ ଗତି କରୁଛି। ଯଦି ଗାଡ଼ିର ବସ୍ତୁତ୍ୱ 400 କେଜି ହୁଏ ତେବେ ତାହାର ଗତିଜ ଶକ୍ତି କେତେ? ଅପସନ୍ ଏ 18 × 10⁵ ଜୁଲ୍, ଅପସନ୍ ବି 1.8 × 10⁵ ଜୁଲ୍, ଅପସନ୍ ସି 0.18 × 10⁵ ଜୁଲ୍, ଅପସନ୍ ଡି 1.8 × 10⁶ ଜୁଲ୍। ଏହାର କରେକ୍ଟ ଆନ୍ସର ଅପସନ୍ ବି 1.8 × 10⁵ ଜୁଲ୍। କରେକ୍ଟ ଆନ୍ସର ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 17, ପୃଥିବୀର ଆବର୍ତ୍ତନ ଯୋଗୁଁ ଅପସନ୍ ଏ ଋତୁ ପରିବର୍ତ୍ତନ ହୋଇଥାଏ, ଅପସନ୍ ବି ଦିନ ଓ ରାତି ହୋଇଥାଏ, ଅପସନ୍ ସି ବର୍ଷ ଓ ମାସର ପରିବର୍ତ୍ତନ ହୋଇଥାଏ, ଅପସନ୍ ଡି ଉଭୟ ବି ଓ ସି। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି ଦିନ ଓ ରାତି ହୋଇଥାଏ। କ୍ୱେଶ୍ଚିନ୍ ନମ୍ବର 18, ପ୍ରାକୃତିକ ପରିବେଶରେ ପର୍ଯ୍ୟବେକ୍ଷଣକୁ କ'ଣ କୁହାଯାଏ? ଅପସନ୍ ଏ ପରୋକ୍ଷ ପର୍ଯ୍ୟବେକ୍ଷଣ, ଅପସନ୍ ବି ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ, ଅପସନ୍ ସି ମୁକ୍ତ ପର୍ଯ୍ୟବେକ୍ଷଣ, ଅପସନ୍ ଡି ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ମୁକ୍ତ ପର୍ଯ୍ୟବେକ୍ଷଣ, ଅପସନ୍ ସି। କ୍ୱେଶ୍ଚିନ୍ ନମ୍ବର 19, ଭାରତର କେଉଁ ରାଜ୍ୟରେ ସର୍ବାଧିକ ଆଖୁ ଉତ୍ପାଦନ କରାଯାଏ? ଅପସନ୍ ଏ କର୍ଣ୍ଣାଟକ, ଅପସନ୍ ବି କେରଳ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ଉତ୍ତରପ୍ରଦେଶ। ଏହାର କରେକ୍ଟ ଆନ୍ସର ଅପସନ୍ ଡି ଉତ୍ତରପ୍ରଦେଶ। କ୍ୱେଶ୍ଚିନ୍ ନମ୍ବର 20, ଭାରତ ଛାଡ଼ ଆନ୍ଦୋଳନ କେଉଁ ମସିହାରେ ସଂଗଠିତ ହୋଇଥିଲା? ଅପସନ୍ ଏ 1945, ଅପସନ୍ ବି 1942, ଅପସନ୍ ସି 1943, ଅପସନ୍ ଡିରେ ଅଛି 1944। କିନ୍ତୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 1942। କ୍ୱେଶ୍ଚିନ୍ ନମ୍ବର 21, ଇତିହାସ ଶିକ୍ଷାଦାନର ଉଦ୍ଦେଶ୍ୟ କ'ଣ? ଅପସନ୍ ଏରେ ଐତିହାସିକ ଘଟଣାବଳୀ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା, ଅପସନ୍ ବି କ୍ରମ ଅନୁସାରେ ଐତିହାସିକ ଘଟଣାବଳୀକୁ ବୁଝି ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବା, ଅପସନ୍ ସି ଇତିହାସରେ ଘଟୁଥିବା ଘଟଣାବଳୀମାନଙ୍କର କାରଣ ଓ ପ୍ରଭାବ ବିଷୟରେ ଜାଣିପାରିବା, ଅପସନ୍ ଡି ଉପରୋକ୍ତ ସମସ୍ତ। ତେଣୁ ଯେହେତୁ ଉପରେ ଏ ବି ସି ତିନୋଟି ଯାକ ଠିକ୍ ଅଛି, ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ବା ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 22, ପରିବେଶ ଶିକ୍ଷାର ଲକ୍ଷ୍ୟ କ'ଣ ହେବା ଆବଶ୍ୟକ? ଅପସନ୍ ଏ ବାସ୍ତବ ଅନୁଭୂତିରୁ ଜ୍ଞାନ ଆହରଣ କରିବା, ଅପସନ୍ ବି ପରିବେଶ ପ୍ରତି ସଚେତନତା ବୃଦ୍ଧି ହେବା, ଅପସନ୍ ସି ପରିବେଶ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇ ଚଳିବା, ଅପସନ୍ ଡି ଉପରୋକ୍ତ ସମସ୍ତ। ଯେହେତୁ ଏ ବି ସି ତିନୋଟି ଯାକ ଅପସନ୍ର ଆନ୍ସର ସମ୍ପୂର୍ଣ୍ଣ ଠିକ୍ ଅଛି, ତେଣୁ ଆମେ ଏହାର କରେକ୍ଟ ଆନ୍ସର ନେବା ଅପସନ୍ ଡି ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 23, କେଉଁ ରୋଗଟି ଭିଟାମିନ୍ ଡି ଅଭାବରୁ ହୋଇଥାଏ? ଅପସନ୍ ଏ ସ୍କର୍ବି, ଅପସନ୍ ବି ବେରିବେରି, ଅପସନ୍ ସି ରିକେଟ୍ସ, ଅପସନ୍ ଡି ରକ୍ତହୀନତା। ଏହାର କରେକ୍ଟ ଆନ୍ସର ଅପସନ୍ ସି ରିକେଟ୍ସ। କ୍ୱେଶ୍ଚିନ୍ ନମ୍ବର 24, ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳବାହିତ ରୋଗ? ଏ ରେ ଯକ୍ଷ୍ମା, ବି ରେ ଇନଫ୍ଲୁଏଞ୍ଜା, ସି ରେ ହଇଜା, ଡି ରେ ମିଳିମିଳା। ଏଇଟା ସମସ୍ତେ ଜାଣନ୍ତି ଯେ ହଇଜା ବା କଲେରା ଜଳବାହିତ ରୋଗ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ହଇଜା। କ୍ୱେଶ୍ଚିନ୍ ନମ୍ବର 25, ଏକ ସୁସ୍ଥ ଲୋକର ଶ୍ୱାସକ୍ରିୟା ହାର ମିନିଟ୍ ପ୍ରତି କେତେ ଥର ହୋଇଥାଏ? ଅପସନ୍ ଏରେ ଦେଇଛି 10 ରୁ 15 ଥର, ଅପସନ୍ ବି 15 ରୁ 20 ଥର, ଅପସନ୍ ସି 20 ରୁ 25 ଥର, ଅପସନ୍ ଡି 25 ରୁ 30 ଥର। ଏହାର କରେକ୍ଟ ଆନ୍ସର ହେବ ସୁସ୍ଥ ମଣିଷ କ୍ଷେତ୍ରରେ ଅପସନ୍ ବି 15 ରୁ 20 ଥର ତାର ଶ୍ୱାସକ୍ରିୟାର ହାର ପ୍ରତି ମିନିଟ୍ରେ ଥାଏ। କ୍ୱେଶ୍ଚିନ୍ ନମ୍ବର 26, ବାୟୁରେ ଥିବା କେଉଁ ପ୍ରଦୂଷକ ଅମ୍ଳ ବର୍ଷା ସୃଷ୍ଟି କରେ ବା ଏସିଡ୍ ବର୍ଷା? ଅପସନ୍ ଏ ରହିଛି କାର୍ବନ ମନୋକ୍ସାଇଡ୍ CO, ଅପସନ୍ ବି ରେ ସଲଫର ଡାଇଅକ୍ସାଇଡ୍ SO2, ଅପସନ୍ ସି ରେ ଓଜୋନ O3, ଅପସନ୍ ଡି ରେ କାର୍ବନ ଡାଇଅକ୍ସାଇଡ୍ ବା CO2। ଏହାର କରେକ୍ଟ ଆନ୍ସର ଏସିଡ୍ ବର୍ଷା କରିବା ପାଇଁ ଅପସନ୍ ବି ସଲଫର ଡାଇଅକ୍ସାଇଡ୍ ବା SO2। କ୍ୱେଶ୍ଚିନ୍ ନମ୍ବର 27, ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କେଉଁ ମସିହାରେ ହୋଇଥିଲା? ଅପସନ୍ ଏ 1932,
ଅପସନ୍ ବି 1930, ଅପସନ୍ ସି 1935, ଅପସନ୍ ଡି 1937। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 1930, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 28, ସୁନ୍ଦରବନ ଡେଲ୍ଟା ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ଅପସନ୍ ଅଛି ଏ ରେ ଆନ୍ଧ୍ରପ୍ରଦେଶ, ବି ରେ ତାମିଲନାଡୁ, ସି ରେ ବିହାର, ଡି ରେ ପଶ୍ଚିମବଙ୍ଗ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ପଶ୍ଚିମବଙ୍ଗ। କ୍ୱେଶ୍ଚିନ୍ ନମ୍ବର 29, କେଉଁଟି ପରିବେଶ ସମସ୍ୟାର କାରଣ ନୁହେଁ? ଅପସନ୍ ଏ ରେ ଜଙ୍ଗଲ ନିଆଁ, ଅପସନ୍ ବି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଅପସନ୍ ସି ଗାଡ଼ି ମଟର ବହୁଳ ବ୍ୟବହାର, ଅପସନ୍ ଡି ପ୍ରାକୃତିକ ସମ୍ବଳର ସଦୁପଯୋଗ। ଦେଇଛି ପରିବେଶ ସମସ୍ୟାର କାରଣ ନୁହେଁ, ଯେହେତୁ ନୁହେଁ ଦେଇଛି ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ପ୍ରାକୃତିକ ସମ୍ବଳର ସଦୁପଯୋଗ। କ୍ୱେଶ୍ଚିନ୍ ନମ୍ବର 30 ବା ଏହାର ଲାଷ୍ଟ କ୍ୱେଶ୍ଚିନ୍, କେଉଁଟି ଧାତୁର ମୌଳିକ ଧର୍ମ ନୁହେଁ? ଅପସନ୍ ଏ ରେ ଅଛି ଧାତୁଗୁଡ଼ିକ ସାଧାରଣତଃ କଠିନ ଅବସ୍ଥାରେ ଥାଏ, ଅପସନ୍ ବି ଧାତୁଗୁଡ଼ିକର ଉଚ୍ଚ ଗଳନାଙ୍କ ଥାଏ, ଅପସନ୍ ସି ଧାତୁଗୁଡ଼ିକ ସାଧାରଣତଃ କୋମଳ, ଅପସନ୍ ଡି ଧାତୁଗୁଡ଼ିକ ତାପ ଓ ବିଦ୍ୟୁତର ସୁପରିବାହୀ। ଦେଇଥିଲା ଧାତୁର ମୌଳିକ ଧର୍ମ ନୁହେଁ, ଯେହେତୁ ନୁହେଁ ଧାତୁଗୁଡ଼ିକ ତ ସାଧାରଣତଃ କଠିନ ଥାଏ ଏବଂ ଉଚ୍ଚ ଗଳନାଙ୍କ ମଧ୍ୟ ଥାଏ ଏବଂ ତା ଦ୍ୱାରା ଧାତୁ ଦ୍ୱାରା ତାପ ଏବଂ ବିଦ୍ୟୁତ ସେ ତ ଗୁଡ୍ କଣ୍ଡକ୍ଟର, ତେଣୁ କେବଳ ଅପସନ୍ ସି ଧାତୁଗୁଡ଼ିକ ସାଧାରଣତଃ କୋମଳ। କୌଣସି ଧାତୁ କୋମଳ ନୁହେଁ।